मॉर्निंग ऑल ऑफ यू। तो ये आम बाहर हुमा टेम्पल बुलिया प्राय 6टा टाइम 6:30 है। तो ठंडा मत बहुत पूरा चिल एठी लगुच सकाल सकाल। तो आम बाहर हुमा टेम्पल एठू प्राय 30 किलोमीटर डिस्टेंस हम। तो दर्शन करी फिर होटेल चेकआउट करार अच्छी। से भितर टाइम मिलले समलेश्वरी पलैबू ना चेकआउट कलापर समलेश्वर टेम्पल आम जीव दर्शन करने। तो आज ब्लॉग रे हुमा टेम्पल हिराकुद डैम आउ समलेश्वर टेम्पल दर्शन अच्छी। ओके तो चलो लेट्स एंजॉय। आम जी बाहर सब रेडी समस्त रेडी चलो। तो फाइनली आम पहुँची जाइचु हुमा टेम्पल बक्र मंदिर। इंटरेस्ट अच्छे एक्साइटेड पूरा अच्छो। हाँ सोई मांदी जाक आसती ये तो सोई नथिला तू तो चेता थिलु। तो आम पहुँची जाइचु हुमा टेम्पल पाखे। तो भोग देख सब दुकान पूरा माने पूरा बहुत सारा दुकान अच्छी आ गाड़ी भी बहुत सारा पहुँच सारे। तो सकाल मत सब गाड़ी आसी सारा दीप किना सारे भोग हम पूजा हम। चलते आगे बाबा बाबा कौड़ जा मंदिर कौन कर बड़ मंदिर भोग किनी सारे एडे मंदिर एंट्री। यहीपट देख पूरा दुकान पूरा बहुत सारा दुकान पूरा भोग दुकान पूरा आठर स्पेशल भोग देखु यही टाइप पूरा ये फूल सहित पूरा पत्र देकी करुछंती। अलग स्टाइल ना जो फूलड़ा लगे नहीं बेलपत्र भी अच्छी। बाबा नमो बापा तो ए हुमा टेम्पल देखु एक बक्र मंदिर कह जाए। एठी सबू पूरा देखु बंका सबू पूरा तेरछा होगी अच्छी बंका है मंदिर ठाकुर बेटी बंका अच्छा देखले भितर ना आपन को। तो देखु एठी भी टोटाल देखु बैक साइड रे देखले मुझे देखे दूसरी आपन को देखु पूरा बक्र मंदिर जो कहती टोटाल बंका पूरा अच्छी मंदिर। देखु वाल भी बंका एठी टोटाल बक्र मंदिर ना कहुई सतरे मध्य सब मंदिर पूरा बंका। एंट्री भी जो करा से भी पूरा बंका अच्छी पूरा बक्र। बहुत सारा मंदिर गोटे भंडार गृह यहीपटे श्री जगन्नाथ मंदिर यहीपटे देखो माँ भैरवी मंदिर नवग्रह पीठ पहले हनुमान मंदिर कौन बाहर मंदिर दर्शन ये कर सारू इे कौन माछ देखिनु कि तू डैम को जाउछ माछ देखिबा भाई डैम नहीं नदीटा केते माछ गोटाक 2टा आने देखो अटा गुड़ा बिक्री हो 10 टଙ୍କା गोटाक। ये जो माछ अच्छा पूरा कलरफुल माछ एठी खाया को दिया
ଦେଖେଇବି ଭିଡ଼ିଓ ଆପଣଙ୍କୁ ଚାଲ। ଖାଉଛନ୍ତି ଦେଖ 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 ମାନେ ରେଡ୍ ଭଳିଆ କଲର ଅଛନ୍ତି ସବୁ ନାଇଁ। ଡୋଡ ମାଛ ପୁରା ଯୋଉ ମାଛ ଯୋଉ କଟା ହଉଥିଲା ସେଇ ଆଗରେ ଅଛନ୍ତି। ଆମେ ଦେଖିପାରିବା ହଁ ଏଇ ଡଙ୍ଗାରେ ଯିବା ଦେଖେ ଦୂରରେ ଦେଖା ଯାଉଛନ୍ତି। କାଈ ଠାକୁରଙ୍କ ମୂର୍ତ୍ତି ଦେଖିପାରୁଛୁ ଦୂରରେ ପୁରା ଦେଖେ ପୁରା ଛିଡା ହେଇଛନ୍ତି ଗଛ ପାଖାପାଖି ଦେଖ ମୂର୍ତ୍ତି। ତମେ ଖାଇଦେଲ ଟାଉଳା ନା କଣ? ତୁ ଡଙ୍ଗାରେ ବସିଛ କେବେ କି ନାହିଁ? ଡଙ୍ଗାରେ ବସିଛୁ ନନ୍ଦନକାନରେ ବସିଥିଲୁ ଏଠି ବସିଥିଲୁ ଏମିତି ମାନେ ନଦୀରେ ବସିଥିଲୁ ମୋଟି ତୁ ଡଙ୍ଗାରେ ବସିଥିଲୁ କେବେ? କେବେ ବସିଥିଲ? ସାତକୋଶିଆରେ ବସିଥିଲେ। ସେ ମଝିକି ଯା ବାଲାନ୍ସ ରହିବ। ହଁ ମଝିକି ଆସୁନ ଏଇଠିକି। ହୁମାଦୁମା ମନ୍ଦିର ଆମେ ତ ଆସିଲୁ। ହୁମାଦୁମା ଆମେ ଯାଉଛେ ଯୋଉ ସେଇ କିମ୍ବଦନ୍ତୀ ଅଛି ତାଙ୍କର ନା ମାଛ ଜୋଲେ ଡିଷ୍ଟ୍ରିକ୍ଟ ଥିଲା ସେ ପଥର ହେଇଯାଇଥିଲା ସେଠି କାଳୀ ଠାକୁରଙ୍କ ମୂର୍ତ୍ତି ବି ଅଛି। ବୁଝିଲୁ ବାବା ସାଇଡ ମାନେ ଯୋଉ ନେଚର ଟା ପୁରା ମସ୍ତ ଲାଗୁଛି ନାଇଁ ମୋଟି ପୁରା ୟୁନିକ୍ ପୁରା ପାଣି ହେଲା। ଏଟା ହଉଛି ମହାନଦୀ ଜାଣିଛୁ ନା ଏଟା ମହାନଦୀ ନା। ସେତେବେଳେ ଆଲାଉ ନାହିଁ ଥିବ ଆସିବା। ଦେଖିଲୁ କାଳୀ ଠାକୁରାଣୀଙ୍କ ମୂର୍ତ୍ତି ଅଛି ସେଇ ଆଗରେ। ଛାଡନ୍ତିନି ଛୁଆ ମାନେ ଛୁଆ ମାନେ ଦୂରେଇକି ଦେଖ ନାଇଁ ବୋପ ଜଗୁନ ଆମେ ଯିବା ଏଇଠି ଠାକୁର ମା ମଙ୍ଗଳା। ଏ ସିଡିରେ ସବୁ ଆସ। ସେ ଭଲ ହୁଆଡେ କହୁଛି ଛାଡିଦେ ମାଛ କାଇଁ ଏଇଠି ଦେଖ ଯୋଉ କିମ୍ବଦନ୍ତୀ ଅଛି କହୁଥିଲି ଏଇଠି ହେଲେ ଜଣକ ମାଛ କାଟୁଥିଲେ ସେ ପଥର ହେଇଯାଇଛନ୍ତି। ଯୋଉ ବର୍ଷା ଟାଇମ ରେ କି ଡ୍ୟାମ ରୁ ପାଣି ଛଡା ହେଇଥିଲେ ଏ ଜାଗାକୁ ଆଲାଉ ହୁଏନି କାରଣ ପାଣି ବହୁତ ଥାଏ ନଦୀରେ। ତ ଦେଖନ୍ତୁ ଏଠି କାଈ ଠାକୁରଙ୍କ ମୂର୍ତ୍ତି କରାହେଇଛି ଦେଖ। ଫଟୋରେ ବୋଧେ ଆସିବନି ଠିକ ସେ ବାସ୍ ଭିଡିଓ ହିଁ ଦେଖଉଛି। ଗଣେଶ ମୂର୍ତ୍ତି এইপଟେ ତଳେ ଶିବ। ଏଠି ଉପରେ କାଳୀ ଠାକୁରାଣୀଙ୍କ ମୂର୍ତ୍ତି ବହୁତ ଉଞ୍ଚା ପୁରା ହାଇଟ୍ ଏଠି। ତଳେ ଦେଖନ୍ତୁ ଶିବ। ଏବେ ଆମେ ବାହାରିଲୁ ତ ଅଲରେଡି ହେଇଗଲାଣି 8:30। ବାଏ। ଆଜ୍ଞା ଦର୍ଶନ କଲେଣି ପୁରା ଭଲ ଭାବରେ ଦର୍ଶନ କଲି ମତେ ବହୁତ ଭଲ ଲାଗିଲା। ଉମାଦୁମା ମନ୍ଦିର ଦେଖି ମାଉସୀ ମାଉସୀ ଆସିବାକୁ ଇଚ୍ଛା ହଉନଥିଲା। ମାଉସୀ ଆସିବାକୁ ଇଚ୍ଛା ହଉନଥିଲା। ଶାନ୍ତି ଶୃଙ୍ଖଳା ଜାଗା ବୋଲି ପରିଷ୍କାର ପରିଚ୍ଛନ୍ନ ବି ଲାଗୁଥିଲା। ସବୁ ପ୍ରକାର ଆମକୁ ବହୁତ ବଢିଆ ଲାଗିଛି। ମାଉସୀ କହିଦଉନ ଟିକେ। ମାଉସୀ କଣ ଆପଣ କହୁନାହାନ୍ତି ଆପଣଙ୍କୁ ଭଲ ଲାଗିଲାନି? ମତେ ଭଲ ଲାଗିଲା ବହୁତ ଭଲ ଲାଗୁଛି। ଦେବା ଦେବା
ସମଲେଶ୍ୱରୀ ମନ୍ଦିର ବୁଲିବା ପାଇଁ। ସକାଳ ବେଳା ମନ୍ଦିର ଶାନ୍ତି ପ୍ରବଳ ଆଉ ଡଙ୍ଗାରେ ମନୋରଞ୍ଜନ ହେଇଗଲା। ଡଙ୍ଗାଟା ଭଲ ଥିଲା। ଡଙ୍ଗା ଯୋଉ ବସିକିରି ଗଲୁ ମାଛ କଟା ଦେଖି। ଡଙ୍ଗା ଏକ୍ସପିରିଏନ୍ସ ଟା ମସ୍ତ ଥିଲା ନାଇଁ। ହଁ ତାପରେ ସକାଳୁ ଯୋଉ ଗାଧେଇବାର ମୂଲ୍ୟ ଟା ଆମର ଉଠିଗଲା ଆଜି କାରଣ ସକାଳେ ଗାଧାନ୍ତିନି ଆମେ ତ ସବୁବେଳେ ସକାଳେ ଗାଧାନ୍ତି। ସକାଳୁ ଗାଧାନ୍ତି ଯେ ଏମିତି ଯୋଉ ଶୀତରେ ଉଠିକି ଆସିଲୁ ଯଦି ଦର୍ଶନ କାଲି ଭଳିଆ ସମଲେଶ୍ୱରୀ ପାଖରେ ଯଦି ପାରିଲୁ ସେମିତି ହେଲେ ଆମକୁ ବହୁତ କଷ୍ଟ ଲାଗିଥାନ୍ତା। ଆମେ ଏନ୍ଜୟ ଟା କରିଦେଲୁ ନା ଭଲ ଭାବରେ। ଚେଣ୍ଟୁଲୁ ଟିକେ ବାଇ ବାଇ ଚେଣ୍ଟୁଲୁ ବାଇ ବାଇ ହାय ମାମା ମାଛ କାଇଁ କହିଲା ମାଛ କାଇଁ ନଟରାଜ ଭଲ ଲାଗୁଛି ମୂର୍ତ୍ତିଟା ନାଇଁ। ବରଗଡ଼କୁ ରାସ୍ତା ସମଲେଶ୍ୱରୀ ମନ୍ଦିର ପହଞ୍ଚିବା। ଏଇଟା ବସଷ୍ଟାଣ୍ଡ ନୂଆ ବସଷ୍ଟାଣ୍ଡ। ଘଣ୍ଟା କେତେ ଟାଇମ ହେଇଛି? 5 ମିନିଟ୍ ଅଛି। ଏଇଟା ହେଇଛି ଦେଖ ନୂଆ ବସଷ୍ଟାଣ୍ଡ ପୁରା ରାଜ ପ୍ୟାଲେସ ଭଳିଆ ବନେଇଛନ୍ତି। ସମଲେଶ୍ୱରୀ ଟେମ୍ପଲ। तो एबे आम हीराकुद डैम बाहरलु टोटाल जाहु 3टा जगह बुलदेलु। एबे 4 नंबर हीराकुद डैम को जाउछु। सेठो 2टा मीनार अछि ना, गांधी मीनार अछि, नेहरू मीनार अछि। तो सुनलु कि नेहरू मीनार माने बेस्ट अछि गांधी मीनार टू बेटर। तो सेति भाई नेहरू मीनार बुली कि ट्रेन अछि 4:20 रे। तो सेठी पुनी बैक करिवार अछि रिटर्न। So let's enjoy. ଏଇଟା ପାହାଡ ବୋଧେ ସେଇଗୁଡାକୁ ମୁଁ କହିଲି ବନ୍ଧ ଦେଖାଗଲାଣି। ଏଇଗୁଡାକ ଏଇ ପାହାଡ ଗୁଡାକ ଯୋଉ କହୁଛି ଯୋଉ ସେଇଗୁଡାକ ମୁଁ ବନ୍ଧ କଣ ଦେଖାଗଲା। ହେଇଥିବ ସେଇପଟେ ନଦୀଟା ଥିବ ନା। ସେଇ ଉପରକୁ ଗଲେ ଏଇ ଉପରେ ଯୋଉଟା ଅଛି ସେଇଟା ବୋଧେ ମିନାର ତ ମିନାରଟା ଆଉ ଲୋକ ଚାଲି ଚାଲିକି ଯାଉଛନ୍ତି କେତେ ବାଟ। ଏଇଟା ପୁରା ଘାଟି ରାସ୍ତା ଭଳିଆ ହେଇଛି। ପୁରା ଏଇପଟେ ହିଁ ଯିବାକୁ ପଡୁଛି। ଫୁଲ ଭଲ ହେଇଛି ନାଇଁ। ଏଠି ଦେଖିଲୁ କେତେ ସୁନ୍ଦର ଫୁଲ। ହଁ ଗାଧଉଛି ହନୁ ଗାଧଉଛି। କହିଲା ହନୁ ଏଠି ଗାଧଉଛି। ହଁ ସେଇଠି ଆମ ଘର ଭିତରକୁ ଯାଉଛେ ନା କଣ? ଏଇପଟେ ଯିବା। ହାଇଟ୍ 64 ଫିଟ୍। ଏଣ୍ଟ୍ରି କରିବା ଭିତରକୁ ଚାଲ। ମାନେ କଣ କହିଲ ବେଶୀ ଟର୍ଣ୍ଣିଂ ଗୁଡା ଅନ୍ଧାର ଦେଖାଯାଉଛି। ଏତେ ଯାକେ ଡ୍ୟାମ ର କିଛି ମୁଁ ଦେଖିପାରିନି। ମୁଁ କୋଉଠିକି ଆସିକି ଜଣା ନାହିଁ। ଚାଲିପାରୁନି। ଗାଡି ଗୁଡା ସବୁ ସେଠି ରହିଛି। କେତେ ବାଟରେ ଦେଖା ମାରି ଦେଖିବୁ ଏଇଟା ହଉଛି ହୀରାକୁଦ ଡ୍ୟାମ। ହଁ ଦୂରେଇକି ଏଇଟା ହୀରାକୁଦ। ତଳେ ଏଇଟା ରୋପିଂ ରୋପୱେ ଯାଇଛି ତଳେ।
କେମିତି ଲାଗୁଛି? ମତେ ଭଲ ଲାଗୁଛି, ମତେ ତ ପୁରା ଡର ଲାଗୁଛି। ମାଉସୀ ଠିକ ଠାକ ଲାଗୁଛି? ମାନୁ ଦେଖିଲୁ ଡ୍ୟାମ? ଡର ଲାଗୁନି ଏଠି ତ ଧରିବାକୁ ଅଛି, ଡରିବୁ କାହିଁକି? କୋଉ ପଟେ ପଡିଆନି ଆମେ ତଳେ ଅଛି ପାର୍କ ଦେଖାଯାଉଛି, ଯୋଉ ଆସିଥିଲେ ନା ଏଣ୍ଟ୍ରି। এইপଟେ ପୁରା ପାଣି ରିଜର୍ଭ ଯୋଉ ପାଣି ରଖା ହେଇଛି ହୀରାକୁଦ। ସେ ପୁରା ଖତ ଲାଗୁନି ଉଠାରୁ ଏମିତି ଡର ଲାଗେ। ରୋପେ ଦେଖିବାକୁ ଯିବା। ରୋପରେ ବସିବ ତମେ କି? ବସିବେନି, ଖାଲି ଦେଖିବାକୁ ଯିବା। ଯାଉଛୁ ଦେଖିବା ପାଇଁ ରୋପେ, ମାନେ ଡର ଲାଗୁଛି ବହୁତ ହେଲା। जो एबे सीढ़ी चढ़े କେହି ବି ରାଜି ହେଲେନି। ବଟ୍ ଆମେ ଦେଖିବୁ କେମିତି ମାନେ ଯୋଉ ଯାଉଛନ୍ତି ଲୋକ ଯାଉଛନ୍ତି, ଖାଲି ଦେଖିକି ଆସିବୁ। ତ ଚାଲ ରୋପେ କୋଉଠି ଅଛି ଦେଖିବାକୁ ଯିବା, ଚାଲ। रोपवे ଏଇଟା ହଉଛି ରୋପେ। ତ ଦେଖେଇବି, ଲୋକ ଆସିବେ, ଏଇଟା ଦେଖିବା ଆମେ କେମିତି ହେଲା, କେମିତି ନଜାରା ଲାଗେ। ଦେବ ରୋପେରେ ଯାଇଥାନ୍ତୁ କି? ଇଚ୍ଛା ଥିଲା? ना କାହିଁକି ତତେ? ଡର ଲାଗେ। ମତେ ବି। छाती छाती ତମେ ତମର ଯାଅ ଛୁଆ ଗୁଡା ଖାଇଲେ ଯାଏ ଆମର ସେଠି ବୁଲିବା କଥା। ପାମ୍ପଡ଼ି ଚାଟ ହଁ। मो पे आंदे कल मो पे आंदे ଦେଇର ମୋର ଗୋଟେ ଆଣି। ଟେଷ୍ଟ କଲୁ? ଚାମଚଟା ନେଇ ଠିକ ଅଛି। ନାଇଁ ନାଇଁ कौन करछु हैं डर ऊपर कर कौन करछु ऊपर को ना मैंने इतने ऊपर ना हे कैमरा को ना पिंटे कोई जाना बोल तो आमर आज बुलाबुली सरला सेकेंड डे। तो एबे आमे बाहरलु हीराकुद डैम को मिनार एटा गांधी मिनार। तो गांधी मिनार आमे एबे बाहरलु एन्जॉयमेंट पूरा। तो हम ट्रेन अछि एबे 4:30 रे। तो आमे एबे बाहरलु। ओके रेडी बाय बाय। ଖାଲି ଟ୍ରେନକୁ ଅପେକ୍ଷା କରିଛୁ ଆଉ। ଏଥରକ ବାହାରିବୁ। ମୋ ନାତି ଶୋଇପଡ଼ିଛୁ ବୋଲି ମୋର ଟିକେ ଚିନ୍ତା, କାଳେ ଟ୍ରେନରେ କାନ୍ଦିବୁ କ'ଣ କରିବ। ଆଉ ନ କାନ୍ଦି, ମୁଁ ଚାହୁଁଛି ହସ ଖୁସି କରୁ। ହଁ ଆରମ୍ଭ କର। जर्नी रछु ବହୁତ ସାଟିସ୍ଫାଏ ଲାଗିଲା ବୁଲିଛି। ଆମେ କାଲି ଗଲେ ଖାଲି ମକର ଯାଉ ବନେଇବୁ, ସେଇଟା ରହିଛି ଆମର ମନ। କାଲି ଯେହେତୁ ମକର ସଂକ୍ରାନ୍ତି, ମକର ଚାଉଳକୁ ମକର ଯାଉ ବନେଇବୁ, ସେଇଟା ଆମର ରହିଲା। तो जर्नी एंड जर्नी जर्नी ବର୍ତ୍ତମାନ ମୋର ଟେନସନ୍ ଅଛି ଖାଲି ଘରେ ପହଞ୍ଚି କାଲି ମକର ପାଇଁ ରେଡ଼ି। ଆପଣ ଜଲ୍ଦି ବିକି ଦିଆଯାଉଛି ନୂଆ ବ୍ଲଗ। ହଉ ଚାଲ ବାଏ ବାଏ।